ବ୍ରହ୍ମ ମୁହୂର୍ତ୍ତର ଭୋର 3ଟାରୁ ଭୋର 6ଟା ଭିତରେ ଯେଉଁ ବ୍ୟକ୍ତି ଏହି ଗୁପ୍ତ କାମ କରିଥାଏ ସେ ସବୁ କାର୍ଯ୍ୟରେ ସଫଳତା ହୋଇଥାଏ। ମାତ୍ର 21 ଦିନରେ ତାର ଭାଗ୍ୟରେ ବିରାଟ ବଡ଼ ପରିବର୍ତ୍ତନ ଦେଖାଯାଇଥାଏ। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆପଣ ସମସ୍ତଙ୍କୁ ମୋ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ କରୁଛି। ଦର୍ଶକ ବନ୍ଧୁ, ବ୍ରହ୍ମ ମୁହୂର୍ତ୍ତ ଏକ ଆଲୌକିକ ଶକ୍ତି। ଏହି ଆଲୌକିକ ଶକ୍ତିରେ ଯେ ପ୍ରତ୍ୟେକ ଦିନ ବ୍ରହ୍ମ ମୁହୂର୍ତ୍ତରୁ ଉଠିଥାଏ ସେ ହିଁ ଜାଣିଥାଏ ଯେ ଏହି ବ୍ରହ୍ମ ମୁହୂର୍ତ୍ତର ଆଲୌକିକ ଶକ୍ତି କଣ ଥାଏ। ଏହି ବ୍ରହ୍ମ ମୁହୂର୍ତ୍ତର ରହସ୍ୟ ଆପଣମାନେ ଯଦି ଜାଣିନାହାନ୍ତି ଏହି ବ୍ରହ୍ମ ମୁହୂର୍ତ୍ତର ରହସ୍ୟ କଣ, ଯଦି ସବୁ କାର୍ଯ୍ୟରେ ସଫଳତା ପାଇବା ପାଇଁ ଚାହୁଁଛନ୍ତି ତେବେ ଏହି ଗୁପ୍ତ କାମ ବ୍ରହ୍ମ ମୁହୂର୍ତ୍ତରେ ନିଶ୍ଚୟ କରିବା ପ୍ରାରମ୍ଭ କରିଦିଅନ୍ତୁ। ଦେଖିବେ ଆପଣଙ୍କର ଭାଗ୍ୟ ବଦଳିବା ନିଶ୍ଚୟ। 100% ଆପଣଙ୍କୁ ଲେଖିକି ଦଉଛି, ଆପଣଙ୍କର ନିଶ୍ଚୟ ଭାଗ୍ୟ ବଦଳିବ ଆଜ୍ଞା। ଏହି ଉପାୟ ଆପଣମାନେ ଆଜିଠାରୁ ହିଁ ପ୍ରାରମ୍ଭ କରିଦିଅନ୍ତୁ, କାରଣ ବ୍ରହ୍ମ ମୁହୂର୍ତ୍ତର ଏହି ଅଲୌକିକ ଶକ୍ତି ଯିଏ ଜାଣିଛି ସେ ଜୀବନରେ କେବେ ବି ପଛକୁ ଚାହିଁ ନାହିଁ। ବ୍ରହ୍ମ ମୁହୂର୍ତ୍ତ ଏମିତି ଏକ ଶକ୍ତି ଯେଉଁ ସମୟରେ କି ସକାରାତ୍ମକ ଊର୍ଜା ଅର୍ଥାତ୍ ଏହି ସମୟରେ ସବୁ ମନ୍ଦିରର କବାଟ ଖୋଲା ଯାଇଥାଏ। ଏହି ସମୟରେ ଏକ ଦୈବୀ ଶକ୍ତି ସମସ୍ତଙ୍କ ଘରକୁ ଆସିଥାଏ। କୁହାଯାଏ ପ୍ରତ୍ୟେକଙ୍କ ଘରକୁ ବ୍ରହ୍ମ ମୁହୂର୍ତ୍ତରେ ସକାଳ 3ରୁ 6 ଭିତରେ ଦେବୀ ଦେବତା ଯିବା ଆସିବା ଆସିଥାନ୍ତି, କିନ୍ତୁ ଯେଉଁ ଘରର କବାଟ ବନ୍ଦ ଥାଏ, ଯେଉଁ ଘରର ଲୋକମାନେ ଶୋଇକରି ରହିଥାନ୍ତି ସେମାନେ ସେଇଠାରୁ ହିଁ ଚାଲିଯାଆନ୍ତି। ଆପଣମାନେ ଦେଖିଥିବେ ଯେଉଁ ବ୍ୟକ୍ତି ବ୍ରହ୍ମ ମୁହୂର୍ତ୍ତରୁ ଉଠିଥାଏ ତାଙ୍କର ଜୀବନରେ ବହୁତ ବହୁତ ପରିବର୍ତ୍ତନ ହୋଇଥାଏ, ଜୀବନରେ ବହୁତ ଶାନ୍ତିମୟ ଜୀବନ ରହିଥାଏ ଏବଂ ସେ ଚାରିଆଡ଼େ ସବୁ କାର୍ଯ୍ୟରେ ସଫଳତା ପାଇଥାନ୍ତି। ଏହାର କାରଣ ହେଉଛି ବ୍ରହ୍ମ ମୁହୂର୍ତ୍ତ। କୁହାଯାଏ ସବୁବେଳେ ଚଞ୍ଚଳ ରୁହ, ସୂର୍ଯ୍ୟଙ୍କ ପରି ତେଜିଆନ ହୁଅ, ସୂର୍ଯ୍ୟଙ୍କ ପରି ଚଞ୍ଚଳ ହୁଅ, ସମୟରେ କାର୍ଯ୍ୟ କର। ଯେଉଁ ବ୍ୟକ୍ତି ଏହି ସବୁ କାର୍ଯ୍ୟ କରିଥାଏ ସେ କେବେ ବି ଅଭାଗା ହୋଇନଥାଏ। କେତେ ବି ଅଭାଗା ମଣିଷ ହଉ, ବ୍ରହ୍ମ ମୁହୂର୍ତ୍ତରେ ଏହି କାମ କରିବା ମାତ୍ରେ ତାର ଭାଗ୍ୟରେ ବିରାଟ ବିରାଟ ପରିବର୍ତ୍ତନ ନିଶ୍ଚୟ ହୋଇଥାଏ। ଆପଣମାନେ ବି କାହିଁକି ଆଉ ଡେରି କରୁଛନ୍ତି? ଏହି ବ୍ରହ୍ମ ମୁହୂର୍ତ୍ତର ରହସ୍ୟ ଜାଣି ସାରିବା ପରେ ଆପଣ ବି ଥରେ ଏହି କାର୍ଯ୍ୟ କରିବା ପ୍ରାରମ୍ଭ କରିଦିଅନ୍ତୁ। ଯଦି ଆପଣଙ୍କର ଭାଗ୍ୟରେ ପରିବର୍ତ୍ତନ ନ ହେବ ତେବେ ଆପଣ କହିବେ ନିଶ୍ଚୟ ଆପଣଙ୍କର ଜୀବନରେ ବିରାଟ ବଡ଼ ପରିବର୍ତ୍ତନ ହେବ। ଆଜିଠାରୁ ଏହି ମୁହୂର୍ତ୍ତରୁ ଏହି ସବୁ କାମ କରିବା ଆରମ୍ଭ କରିଦିଅନ୍ତୁ। ଏହି ଗୁପ୍ତ କାମ ଯାହା ଆପଣଙ୍କୁ କେହି ବି କହିନଥିବ, ବ୍ରହ୍ମ ମୁହୂର୍ତ୍ତର ହିଁ ଆଲୌକିକ ଶକ୍ତି ବିଷୟରେ ଯାହା ଆପଣ କାହାଠାରୁ ବି ଶୁଣି ନଥିବେ, ଏହି କାମ ଆପଣ କରିବା ପ୍ରାରମ୍ଭ କରିଦିଅନ୍ତୁ। ଦେଖିବେ ଅଳ୍ପ ଦିନରେ ଆପଣଙ୍କର ଭାଗ୍ୟ ବଦଳିଯିବ। ତେବେ ଆପଣଙ୍କୁ କଣ କରିବାର ଅଛି ଜାଣିବା ଆଗରୁ ପ୍ରଭୁ ଜଗନ୍ନାଥଙ୍କୁ ଭକ୍ତଗଣ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରନ୍ତୁ ଏବଂ କମେଣ୍ଟ ସେକ୍ସନରେ ଜୟ ଜଗନ୍ନାଥ ନିଶ୍ଚୟ ଲେଖନ୍ତୁ। ପ୍ରଥମେ ତ ନିଜର ମନକୁ ଆପଣମାନେ ପ୍ରଥମେ ଶାନ୍ତ ରଖନ୍ତୁ। କଣ କରିବା ପାଇଁ ଚାହୁଁଛନ୍ତି, ଆପଣଙ୍କର ଲକ୍ଷ୍ୟ କଣ ପ୍ରଥମେ ଜାଣନ୍ତୁ। ଆପଣ ଜୀବନରେ କଣ ହେବାକୁ ଚାହୁଁଛନ୍ତି ଏହି ଜିନିଷ ପ୍ରଥମେ ଜାଣିବା ପାଇଁ ଚେଷ୍ଟା କରନ୍ତୁ। ତାପରେ ଆପଣ ବ୍ରହ୍ମ ମୁହୂର୍ତ୍ତରେ ଗୋଟିଏ କାମ କରିବେ, ବ୍ରହ୍ମ ମୁହୂର୍ତ୍ତରୁ ଉଠିବା ପ୍ରାରମ୍ଭ କରିଦିଅନ୍ତୁ। ଗୋଟିଏ ଚାର୍ଟ ବନାନ୍ତୁ ଯେଉଁଠାରେ କି 1ରୁ 365 ଦିନ ଯାଇ କରନ୍ତୁ କିମ୍ବା 30 ଦିନ କରନ୍ତୁ। 1ରୁ 30 ଦିନ ନମ୍ବର ଲେଖି ଦିଅନ୍ତୁ। ଗୋଟିଏ ଦିନ ଆରମ୍ଭ କରନ୍ତୁ। ପ୍ରତ୍ୟେକ ଦିନ ଆପଣଙ୍କର ଦିନଚର୍ଯ୍ୟା ଏହିପରି କରନ୍ତୁ ଯେପରିକି 30 ଦିନ ଭିତରେ ଆପଣଙ୍କର ନିଶ୍ଚୟ ପରିବର୍ତ୍ତନ ଘଟିବ। ଆପଣଙ୍କର ଏମିତି ଏକ ଅଭ୍ୟାସ ହେଇଯିବ, ଆପଣ ନିଶ୍ଚୟ ସେହି ସମୟରେ ଏହି ସବୁ କାମ କରିବା ଆରମ୍ଭ କରିଦେବେ। ବ୍ରହ୍ମ ମୁହୂର୍ତ୍ତରୁ ଆପଣ ଉଠିବେ। ପ୍ରଥମେ ଅଳସୁଆମୀ ଗୁଣ ଛାଡ଼ି ବ୍ରହ୍ମ ମୁହୂର୍ତ୍ତରୁ ଉଠିବା ପ୍ରାରମ୍ଭ କରିଦିଅନ୍ତୁ। ଦ୍ୱିତୀୟରେ, ଯେଉଁ ବ୍ୟକ୍ତି ସକାଳ ସମୟରେ ବ୍ୟାୟାମ କରିଥାଏ, ଯେଉଁ ବ୍ୟକ୍ତି ସକାଳ ସମୟରେ ବ୍ୟାୟାମ କରିଥାଏ ସେ ସୁସ୍ଥ ରହିବା ସହିତ ଦିନ ସାରା ତାର ମାନସିକ ସ୍ଥିତି ମଧ୍ୟ ବହୁତ ସତେଜ ରହିଥାଏ, ଯାହାଦ୍ୱାରା କି ସେ ଯେଉଁ ବି କାମ କରିଥାଏ, ଯେଉଁ ବି କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଥାଏ ସେ ସଫଳତା ପ୍ରାପ୍ତ କରିଥାଏ। ତେଣୁ ସକାଳ 3ରୁ 6 ଭିତରେ ସ୍ନାନ ଉଠିକରି ବ୍ରହ୍ମ ମୁହୂର୍ତ୍ତରେ ବ୍ୟାୟାମ କରିବା ପ୍ରାରମ୍ଭ କରନ୍ତୁ। ଦର୍ଶକ ବନ୍ଧୁ, ଥରେ ବିଶ୍ୱାସର ସହକାରେ ଏହି କାମ କରିବା ଆରମ୍ଭ କରନ୍ତୁ। ଆପଣମାନେ ନିଜେ ଦେଖିବେ ଆପଣଙ୍କର ଭାଗ୍ୟରେ ପରିବର୍ତ୍ତନ ଆସୁଛି କି ନାହିଁ। ନିଶ୍ଚୟ ଆପଣମାନେ କମେଣ୍ଟ ସେକ୍ସନରେ ଜଣାଇବେ। ତୃତୀୟରେ,
ଏହି ସକାଳ 3 ରୁ 6 ଭିତରେ ଯେଉଁ ବ୍ୟକ୍ତି ସ୍ନାନ କରିଥାଏ ତାକୁ ଦେବସ୍ନାନ ବୋଲି କୁହାଯାଏ। ସକାଳ 3 ରୁ 5 ଭିତରେ, 5 ରୁ 7 ଭିତରେ ଯିଏ କରିଥାଏ ତାକୁ ମାନବ ସ୍ନାନ କୁହାଯାଏ। ତେଣୁ ସକାଳ 3 ରୁ 5 ଭିତରେ ଆପଣମାନେ ସ୍ନାନ କରନ୍ତୁ, ଯାହାକୁ ଦେବସ୍ନାନ ବୋଲି କୁହାଯାଏ। ଏହି ସମୟରେ ସବୁ ମନ୍ଦିରର କବାଟ ଖୋଲିଥାଏ, ପ୍ରଭୁଙ୍କୁ ସ୍ନାନ କରାଯାଇଥାଏ। ଏହି ସମୟରେ ଯେଉଁ ବ୍ୟକ୍ତି ସ୍ନାନ କରିଥାଏ ତାକୁ ଦେବସ୍ନାନ ସହିତ ତୁଳନା କରାଯାଇଛି, ଅର୍ଥାତ୍ ବହୁତ ପବିତ୍ର ହୋଇଥାଏ ଏହି ସମୟରେ ସ୍ନାନ କରିବା। କାର୍ତ୍ତିକ ମାସରେ ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରିଥାନ୍ତି, ମାଘ ମାସରେ। କାରଣ କ'ଣ? ଏହି ସମୟରେ ସ୍ନାନ କରିବାର ଗୋଟିଏ ପବିତ୍ର ଅଛି, ପବିତ୍ରତା ପ୍ରାପ୍ତ ହେବେ ଆପଣମାନେ। ଏବଂ ଯେତେବେଳେ ଆପଣ ସକାଳୁ ଉଠିବେ, ବ୍ରହ୍ମ ମୁହୂର୍ତ୍ତରେ ବ୍ୟାୟାମ କରିବେ, ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରିବେ, ଆପଣଙ୍କର ମସ୍ତିଷ୍କ ଶାନ୍ତ ରହିବ, ଯାହାଦ୍ୱାରା କି ଦିନସାରା ଆପଣ ଚିଡ଼ଚିଡ଼ା ହେବେ ନାହିଁ, ଅଳସୁଆ ରହିବେ ନାହିଁ, କାମ କରିବା ପାଇଁ ଆପଣଙ୍କୁ ଇଚ୍ଛା ହେବ, ଯାହାଦ୍ୱାରା କି ଆପଣ ଧୀରେ ଧୀରେ ସଫଳତା ଆଡ଼କୁ ଅଗ୍ରସର ହେବେ। ତେଣୁ ଏହି କାମ ନିଜ କରନ୍ତୁ। ଆପଣମାନେ ଦେଖିବେ ଯେ ଆପଣଙ୍କ ଭାଗ୍ୟରେ କେତେ ବଡ଼ ପରିବର୍ତ୍ତନ ଆସୁଛି। ତେଣୁ ଏହି ତ ଥିଲା 3ଟି କାମ। ଏବେ 4 ନମ୍ବର କାମ କ'ଣ ଅଟେ? ସକାଳ ସମୟରେ ଏହି ବ୍ରହ୍ମ ମୁହୂର୍ତ୍ତରେ ଆପଣମାନେ ଗୋଟିଏ କାମ କରିବା ପ୍ରାରମ୍ଭ କରନ୍ତୁ, ଯେମିତିକି ଭଗବତ ଚିନ୍ତା କରିବା, ଭଗବାନଙ୍କୁ ଡାକିବା। ଏହି ସମୟରେ ନିଜ ଘରେ ଯେଉଁ ବି ଠାକୁର ଅଛନ୍ତି ଥରେ ପୂଜା କରନ୍ତୁ। ଦେଖିବେ, ମୁଁ ଆଗରୁ ବି କହିଛି ଯେ ଏହି ସମୟରେ ଦୈବୀ ଶକ୍ତି ଆମ ଘରକୁ ଆସିଥାନ୍ତି, ଧରାପୃଷ୍ଠକୁ ଆସିଥାନ୍ତି, ପ୍ରତ୍ୟେକଙ୍କ ଘରକୁ ଯାଇଥାନ୍ତି। ଏବଂ ଯେତେବେଳେ ଘରକୁ ଯାଇଥାନ୍ତି ସେତେବେଳେ ଯଦି ଆମେ ସେହି ସମୟରେ ପୂଜା ପାଠ କରିଥିବା ତେବେ ଭଗବାନଙ୍କର ବିଶେଷ କୃପା ଆମେ ପ୍ରାପ୍ତ ହେବା। ତେଣୁ ଏହି କାମ ଆପଣମାନେ ନିଶ୍ଚୟ କରିଦିଅନ୍ତୁ। ପଞ୍ଚମରେ ଏହି ବ୍ରହ୍ମ ମୁହୂର୍ତ୍ତରେ ନିଜ ଘରେ କିଛି ଭଜନ ଲଗାନ୍ତୁ, ନିଜ ଘରେ କିଛି ଭଜନ ଲଗାନ୍ତୁ। ଯେତେବେଳେ ସକାଳୁ ପ୍ରଥମେ ଉଠିବେ, ଗୋଟିଏ ଢାଳ ପାଣି ନେଇ ଆପଣମାନେ କ'ଣ କରିବେ, ନିଜର ମୁଖ୍ୟ ଦ୍ୱାରରେ ଅଜାଡ଼ି ଦିଅନ୍ତୁ। ଏହା ଦ୍ୱାରା କ'ଣ ହୋଇଥାଏ ନା ଆପଣଙ୍କ ଘରକୁ ବା ରାତ୍ରି ସମୟରେ ମୁଖ୍ୟ ଦ୍ୱାରରେ ପିତୃପୁରୁଷମାନେ ରହିଥାନ୍ତି, କେତେ ଯେ ନକାରାତ୍ମକ ଶକ୍ତି ଆସି ରହିଥାଏ। ଯେତେବେଳେ ରାତ୍ରିର ଗୋଟିଏ ଢାଳ ପାଣି ଆପଣ ନେଇ ଅଜାଡ଼ି ଦିଅନ୍ତି, ସେତେବେଳେ ପିତୃପୁରୁଷଙ୍କର ଆତ୍ମା ମଧ୍ୟ ଶାନ୍ତି ପାଇଥାଏ ଏବଂ ଘରକୁ ନକାରାତ୍ମକ ଉର୍ଜା, ନକାରାତ୍ମକ ଶକ୍ତି ଆସିନଥାଏ। ଯାହାଦ୍ୱାରା କ'ଣ ହୋଇଥାଏ ନା ଆମ ଘରକୁ ସକାଳ ସମୟରୁ ଯଦି ସକାଳ ଦିନଟି ଭଲରେ ଯିବ, ସକାଳଟା ଭଲରେ ଯିବ, ଦିନ ସାରା ଭଲରେ ଯିବ, ଆପଣଙ୍କର ମୁଡ୍ ବି ଫ୍ରେଶ ରହିବ, କାମ କରିବା ପାଇଁ ଇଚ୍ଛା ବି ହେବ। ଏହି ସବୁ ସକାରାତ୍ମକ ଜିନିଷ ଆପଣଙ୍କ ସାଙ୍ଗରେ ହେବ। ତେଣୁ ବ୍ରହ୍ମ ମୁହୂର୍ତ୍ତରେ ଏହି 5ଟି କାମ ନିଶ୍ଚୟ କରିଦିଅନ୍ତୁ। ସକାଳ 3 ରୁ 6 ଭିତରର ଶକ୍ତି କେବଳ ସେଇମାନେ ଜାଣିବେ ଯେଉଁମାନେ ଉଠିବେ। ତେଣୁ ଜମା ବି ଏହି ସୁଯୋଗକୁ